ଡ୍ୟୁଟି ଆଉ ଥରେ କରିବି ବୋଲି। ସେ ପାଣିଟା ଟୋଟାଲି ଛାଡ଼ି ନଥିଲା। ପାଣି ଛାଡ଼ି ନଥିଲା ଆଉ ଘରକୁ ପୁଣି ଆସୁଛନ୍ତି ଆଉ ହାତ ବି ଏତେ ଜୋରରେ ପେନ୍ ହେଉଛି ଯେ ମତେ ରୁଟି ମାନେ ଦଳିକି ଏତେ ଗୁଡ଼ା ରୁଟି ମତେ କରିବାକୁ ଟୋଟାଲି ଭଲ ଲାଗୁନି। ତ ସେଇଥିପାଇଁ ମୁଁ ଭାତ ଦିଟା ବସେଇ ଦେଇଛି। ଆଉ ତରକାରୀ ଫରକାରୀ କରିବି ଦେଖାଯାଉ। ପଣା ପିଇକି ଗ୍ଲାସଟା ଏଇଠି ଥୋଇ ଦେଇଥିଲି ତ ଗ୍ଲାସଟା ଥୋଇଦେବା ଦେଖିଆ। तो कहाँ कौन क्वेश्चन अच्छी प्लीज मत कमेंट करके कुह मु कहबी। ଆଉ ବାବା ଗଲା ପରଠୁ ଲାଇଫ୍ରେ ଟୋଟାଲି ମୋତେ କିଛି ଭଲ ଲାଗୁନି। କ'ଣ କରିବି ଆଉ ମୋତେ ଟୋଟାଲି ମାନେ ଇଣ୍ଟରେଷ୍ଟ ହିଁ ହେଉନି କ'ଣ ଗୋଟେ କରିବି କ'ଣ ନାହିଁ। ତାଙ୍କ ବିନା କିଛି ଭଲ ଲାଗୁନି। ଆଉ ସିଏ ମାନେ ଦିନର ପ୍ରଥମ ଲୋକ ଯିଏ ମୋ ଫୋନ୍କୁ ଫୋନ୍ କରନ୍ତି ପ୍ରତିଦିନ 7ଟା ବାଜିବ ଯେମିତି 7ଟା ପୁରା କରେକ୍ଟ 7ଟା ବାଜିବ ତାଙ୍କ କଲ୍ଟା ଆସେ ପ୍ରଥମେ। କିନ୍ତୁ 4 ମାସ ହେଇଗଲାଣି ତାଙ୍କ କଲ୍ ଟୋଟାଲି ନାହିଁ। କି ଯିଏ ମୋତେ ମନରୁ ବୁଝୁଥିବା ଲୋକ ସିଏ ଜଣେ ଯେ ମୋ ବାବା। ସବୁ କଥାରେ ପ୍ରତ୍ୟେକ କ୍ଷେତ୍ରରେ ସିଏ କେବଳ ହିଁ ମୋ ମନ କଥା ବହୁତ ଜଲ୍ଦି କିଛି ନ କହିବା ପୂର୍ବରୁ ହିଁ ସେ ବୁଝିଯାଆନ୍ତି ଯେ ମୋ ଝିଅର କ'ଣ ଗୋଟେ କହିବାକୁ ଚାହୁଁଛି ବୋଲି। ତାପରେ ମୋ ଲାଇଫ୍ରେ ଇଭିନ୍ କେହି ବି ଏଇଭଳିଆ ଲୋକ ନାହାନ୍ତି ଯେ ମୋ ଆଖି ଦେଖିକି ମୋ ମୁହଁ ଦେଖିକି ମୋ ମନ କଥା ବୁଝିବା ଭଳିଆ ଲୋକ କେହି ବି ନାହାନ୍ତି। ମାନେ ଏତେ ଜଲ୍ଦି ଏତେ ଶୀଘ୍ର ସିଏ ଆମକୁ ଏମିତି ଛାଡ଼ିକି ଯିବେ। ଆଜିକୁ ପୁରା 4 ମାସ ହେଇଗଲାଣି। 4 ମାସ କଣ୍ଟିନ୍ୟୁଅସଲି 4 ମାସ ଚାଲିଲାନି ବୋଧେ। ତାଙ୍କ କଥା ମାନେ ପ୍ରତି ମୁହୂର୍ତ୍ତରେ ତାଙ୍କ କଥା ମୋର ବହୁତ ମନେ ପଡ଼େ। କାହିଁକିନା ବାବାଙ୍କୁ କଥା ଦେଇକି ବି କଥା ମୁଁ ରଖିପାରିଲିନି। ଯିବି କହିକି ଆଜି ଯିବି କାଲି ଯିବି କହିକି ମାନେ ମୁଁ ନିଜେ ବି ଠକି ହେଇଗଲି ଯେ ଭଗବାନ ମାନେ ମୁଁ ଠକୁଥିଲି ନା ମୋ ବାବାଙ୍କୁ ଯେ ଆଜି ଯିବି କାଲି ଯିବି କହିକି। ସେଇଥିପାଇଁ ମୋତେ ଭଗବାନ ବି ବୋଧେ ମୋତେ ଭଗବାନ ଏଇ ଶାସ୍ତିଟା ଦେଇଛନ୍ତି ଯେ ସବୁଦିନ ତୁ ଅଫସୋସ କରିବୁ ଯେ ତୁ ବାପାଙ୍କୁ ତୁ ନିଜେ ଠକୁଥିଲୁ ଯିବି ବୋଲି। ମୋ ଝିଅକୁ ତ ସେ ମାନେ ଜନ୍ମ ବେଳେ ଯାହା ବୋଧେ ଆଉ 21 ପରେ ଗୋଟେ ଥର 21 ପରେ ଆଉ ତାପରେ ଗୋଟେ ଆର ବର୍ଷ ଏଇ ଏପ୍ରିଲ ମାସ 21 ତାରିଖ ଦିନ ଘରକୁ ଯାଇଥିଲି। ତାପରେ ଆଉ ଟୋଟାଲି ସିଏ ବି ଦେଖିନାହାନ୍ତି। କିନ୍ତୁ ଏତେ ମାନେ ତାଙ୍କ ମନ କି ତାଙ୍କ ପ୍ରାଣ ଏତେ କଲବଲ ହେଉଥିଲା କିନ୍ତୁ ମୁଁ ସେଇ ଜିନିଷଟାକୁ ବୁଝିପାରିଲିନି। ଭଗବାନ ବୋଧେ ଆମକୁ ଆମଠୁ ମୋ ବାବାଙ୍କୁ ଛଡ଼େଇ ନେବେ ବୋଲି ବୋଧେ ଆମ ସହିତ ଏତେ ସମ୍ପର୍କ। ଆଉ ତାଙ୍କ ଭଳିଆ ଜୀବନରେ ମୁଁ କେଉଁଠି ବି କେଉଁ ବାପାଙ୍କୁ ବି ଦେଖିନି ଯେ ତାଙ୍କ ଭଳିଆ ବାବାଙ୍କ ଭଳିଆ ଲୋକ ମଣିଷ ଗୋଟେ କେଉଁଠି ବି ଦେଖିନି। କ'ଣ କରିବା ଆଉ 4 ମାସ ହେଇଗଲା ସେ ନାହାନ୍ତି। ପଣା ସଂକ୍ରାନ୍ତି ପାଳିଲଣି ତ ମୋତେ ପ୍ଲିଜ୍ ସାଇଟ୍କୁ ଯାଇକି କମେଣ୍ଟ କର। ଆଉ ତାଙ୍କ କଥା ବି ମନେ ପକାଇଲେ ସବୁବେଳେ ତ ଏମିତି କାନ୍ଦ ଲାଗେ। କ'ଣ କରିବା। ଘରେ ଯାଇକି ପରଦିନ ଆଡ଼େ ପଣା କରିବା ଆଉ।